आज ମୁଁ କେବଳ ଦୁଇଟି କଥା କହିବାକୁ ଆସିଛି ଆପଣମାନେ ପାଣିବାବୁଙ୍କ ବକ୍ତବ୍ୟ ଶୁଣିବାକୁ ଆସିଛନ୍ତି। କେବଳ ଏତିକି କହିବି ନିର୍ବାଚନ ହେଉଛି ଗୋଟିଏ ପ୍ରଶ୍ନର ସମୟ ଏବଂ ନିର୍ବାଚନ ହେଉଛି ଗୋଟିଏ ସଫଳର ସମୟ। ନିର୍ବାଚନ ପ୍ରଶ୍ନର ସମୟ ଏଥିପାଇଁ ଯେ ଆପଣମାନଙ୍କୁ ଅନ୍ୟ ଦଳମାନଙ୍କୁ ଏ ପ୍ରଶ୍ନ ପଚାରିବାକୁ ପଡ଼ିବ ଆପଣମାନେ ବିଗତ 24 ବର୍ଷ ହେଲା ଓଡ଼ିଶା ପାଇଁ କଟକ ସଦର ପାଇଁ କଟକ ସାଂସଦ କ୍ଷେତ୍ର ପାଇଁ ଆପଣମାନେ କ'ଣ କରିଛନ୍ତି। ପିଲାବେଳେ କଟକ ସହରରେ ମୁଁ ଭୂଗୋଳ ପଢ଼ିଥିଲି ଏ ଭୂଗୋଳରେ ଆମକୁ ପଢ଼ଉଥିଲେ ସେତେବେଳେ ଆମ ସାର୍ ମାନେ ଯେ ଦୁନିଆରେ ଯେତେବେଳେ ଋତୁ ପରିବର୍ତ୍ତନ ହୁଏ ଅନ୍ୟ ଜାଗାରେ ପକ୍ଷୀମାନେ ଅନ୍ୟ ଜାଗାକୁ ଆସନ୍ତି କିଛି ଦିନ ବସନ୍ତି ଚାଲିଯାଆନ୍ତି। ଆପଣମାନେ ଜାଣିଥିବେ ଚିଲିକା ହ୍ରଦରେ ସାଇବେରିଆରୁ ଟ୍ରେନ୍ମାନେ ଆସନ୍ତି ଋତୁ ପରିବର୍ତ୍ତନ ହୋଇ ବସି ଚାଲିଯାଆନ୍ତି। ଭୂଗୋଳ ବହୁତ ବର୍ଷ ପରେ ପଢ଼ିଛି ଅନେକ ବର୍ଷ ତଳେ କିନ୍ତୁ ଆଜି ଜାଣୁଛି ନିର୍ବାଚନ ମଧ୍ୟ ଗୋଟିଏ ଋତୁ। ଏ ଋତୁରେ ବହୁତ ଲୋକ ବହୁତ ଜାଗାରୁ ଆସିବେ ଆପଣ କଥା କହିବେ ଋତୁ ସରିଗଲେ ସେ ପକ୍ଷୀମାନଙ୍କ ଭଳିଆ ଚାଲିଯିବେ। ପ୍ରଶ୍ନ ସର୍ବସାଧାରଣ ପଚାରେ ଓଡ଼ିଆ ଅସ୍ମିତା ମୁଁ ପଚାରିଛି ସେ ପ୍ରଶ୍ନ ଯଦି ଆମେ ଅନ୍ୟ ବିରୋଧୀ ଦଳଙ୍କ ପକ୍ଷରୁ ହିମାଚଳ ପ୍ରଦେଶରୁ ଉତ୍ତରପ୍ରଦେଶରୁ ମଧ୍ୟପ୍ରଦେଶରୁ କାହାକୁ ଡାକି ଆଣି ଭାଷଣ ଦେଇ ଓଡ଼ିଆ ପୁଅ କଟକର ପୁଅ ନବୀନ ପଟ୍ଟନାୟକ ପରାସ୍ତ କରିବାକୁ ଚେଷ୍ଟା କରିବା ସେଇଟା କ'ଣ ଓଡ଼ିଆ ଅସ୍ମିତା? ଏ ପ୍ରଶ୍ନର ଜବାବ ଆପଣମାନେ ଦେବେ ମେ 25 ତାରିଖରେ ଯୁବକମାନେ ଅଛନ୍ତି 30% କମ୍ ସେମାନଙ୍କ ଭବିଷ୍ୟତର ପ୍ରଶ୍ନ। ମୁଁ ଜାଣିଛି ଆପଣ ବିଗତ 24 ବର୍ଷ ହେଲା ଠିକ୍ ନିଷ୍ପତ୍ତି ନେଇଛନ୍ତି। ବାରମ୍ବାର ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କୁ ସଂଘ ଚିହ୍ନକୁ ବିଜୁ ଜନତା ଦଳକୁ ନିର୍ବାଚିତ କରିଛନ୍ତି। ମୁଁ ଏହା ମଧ୍ୟ ଜାଣେ ଯେ ଆପଣମାନେ ମେ 25 ତାରିଖରେ ସେହିଭଳି ଠିକ୍ ନିଷ୍ପତ୍ତି ନେଇ ଷଷ୍ଠ ଥର ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ନିର୍ବାଚିତ କରି ଏ ଭାରତବର୍ଷରେ ନୂଆ ରେକର୍ଡ ସୃଷ୍ଟି କରିବେ ଏବଂ ବିରୋଧୀ ପକ୍ଷକୁ କହିବେ କଟକିଆକୁ ଏମିତି ଭାବ ନାହିଁ ଯେ କିଛି ପ୍ରଲୋଭନ କିଛି ଲୋଭ କିଛି ଆଶା କିଛି ତଥ୍ୟର ଆଧାର ନାହିଁ ବୋଲି କହିକି ଆପଣମାନେ କଟକିଆ ନବୀନ ପଟ୍ଟନାୟକ ଯୋଉ ବିଜୁ ଜନତା ଦଳ ଯୋଉ ସଂଘ ଚିହ୍ନ 24 ବର୍ଷ ହେଲା ଆପଣ ସେଠାରେ ରହିଛି କାମ କରିଛି ଭଲ ମନ୍ଦରେ ଠିଆ ହେଇଛି ତାକୁ ପରାସ୍ତ କରି ଚାଲିଯିବା ଏତେ ସହଜ କଥା ନୁହେଁ। ଏ ସମ୍ମାନ ଆପଣମାନେ ଦେବେ ବୋଲି ମୋର ଆଶା। ଶେଷ କଥା କହିବି ଯେ ମେ 25 ତାରିଖରେ ବହୁ ସଂଖ୍ୟାରେ ଭୋଟ ଦେଇ ରେକର୍ଡ ଭୋଟ ଦେଇ ଚନ୍ଦ୍ରଶେଖରଙ୍କୁ ଆପଣ ଜିତେଇବେ ଏବଂ ମୋର ଆଶା ଆପଣମାନେ ମୋତେ ଆପଣମାନଙ୍କ ସେବା କରିବା ପାଇଁ ତାଙ୍କ ସହ କାମ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପାଣିର ନେତୃତ୍ୱରେ କାମ କରି ଯେଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାକୁ ନମ୍ବର 1 କରିବେ କଟକ ସଂସଦୀୟ କ୍ଷେତ୍ରକୁ ନମ୍ବର 1 କରିବାକୁ ପଡ଼ିବ କଟକ ସଦରକୁ ନମ୍ବର 1 କରିବାକୁ ପଡ଼ିବ। ମୋର ଆଶା ଆପଣମାନେ ମୋତେ ସୁଯୋଗ ଦେବେ ଆପଣ ସାଂସଦ ହିସାବରେ ଆମେ ସମସ୍ତେ ମିଶି